ଡ୍ରେନେଜ ବ୍ୟବସ୍ଥା ନାହିଁ, ଘରେ ପଶିଲା ବର୍ଷା ପାଣି। କୁତ୍ରା ବ୍ଲକ ଅନ୍ତର୍ଗତ ଲତାଲଗା ପାନପଡ଼ାଠାରେ ଆଜି ଘରେ ଘରେ ବର୍ଷା ପାଣି ପଶିଥିବା ସହିତ ଘରେ ଆଣ୍ଠୁଏ ପାଣି ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରକାଶ ଥାଉ କି ଲତାଲଗାରେ ଡ୍ରେନେଜ ବ୍ୟବସ୍ଥା ନଥିବା କାରଣରୁ ସାମାନ୍ୟ ବର୍ଷା ହେଲେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହି କ୍ରମରେ ଆଜି ଅପରାହ୍ନରେ ହଠାତ୍ ମାଡ଼ି ଆସିଥିଲା ଏକ କଳାହାଣ୍ଡିଆ ମେଘ ଏବଂ ପ୍ରବଳ ବର୍ଷା ହୋଇଥିଲା। ତେବେ ଏହି ବର୍ଷା ଯୋଗୁଁ ପାନପଡ଼ା ଗ୍ରାମର ଦୁର୍ଜନ ଦେଉରିଆଙ୍କ ଘରେ ବର୍ଷା ପାଣି ପଶିବା ସହିତ ବହୁ ଲୋକଙ୍କ ଘରେ ପାଣି ପଶିଥିବା ସେ ଅଭିଯୋଗ କରିବା ସହିତ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍ ନିର୍ମାଣ ପାଇଁ ଦାବି କରିଛନ୍ତି। ଡ୍ରେନ୍ ନିର୍ମାଣ ନହେଲେ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ପ୍ରକାଶ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସେଠାରେ ଡ୍ରେନ୍ ନିର୍ମାଣ ପାଇଁ ଗ୍ରାମବାସୀ ତରଫରୁ ଦାବି ହେଉଛି। ସୁନ୍ଦରଗଡ଼ କୁତ୍ରାରୁ ରାଜେଶ ସାହୁଙ୍କ ରିପୋର୍ଟ, ସମ୍ବାଦ ଏକ୍ସପ୍ରେସ।